ସୁଜାତାଙ୍କ ଏଣ୍ଟ୍ରି ପରେ ଦଳ ଆଉ ଟିକେ ସକ୍ରିୟ ହେଉଛି କି? ସେଇଟା କୁହାଯାଇପାରେ ମାନେ ସେ ତ ଜଷ୍ଟ ଜଏନ୍ କଲେ ଆଜ ଏ ମେମ୍ବର ହିସାବରେ ଜଏନ୍ କଲା ପରେ ସେ ତ କିଛି କାର୍ଯ୍ୟକ୍ରମ ଆରମ୍ଭ କରିନାହାନ୍ତି। କାର୍ଯ୍ୟକ୍ରମ ଆରମ୍ଭ କଲା ପରେ କାର୍ଯ୍ୟକ୍ରମ କଲେ ଆମେ ଦେଖିବା କ'ଣ ତାଙ୍କର ରୋଲ୍ ରହୁଛି ପାର୍ଟିରେ ଆକର୍ଡିଂଲି ଆମେ କହିପାରିବା। ତାଙ୍କୁ ନେଇକି ଅନେକ ବରିଷ୍ଠ ମଧ୍ୟ ଅସନ୍ତୁଷ୍ଟ ହେଲେଣି। ସେମିତି ସିନା ଆପଣ କହୁଛନ୍ତି ବରିଷ୍ଠ ଅସନ୍ତୁଷ୍ଟ ହେଲେଣି, ଗୋଟିଏ ବରିଷ୍ଠଙ୍କ ନାଁ କୁହନ୍ତୁ ଯେ ମୁହଁ ଖୋଲିଛନ୍ତି, ଯେଉଁମାନେ ଆଙ୍କ ପୂର୍ବରୁ ମୁହଁ ଖୋଲୁଥିଲେ। ଇଲେକ୍ସନରେ 2024 ଇଲେକ୍ସନରେ ହାରିବା ପରେ ଯେଉଁମାନେ ସବୁ ମୁହଁ ଖୋଲୁଥିଲେ, ପାର୍ଟି ବିରୋଧରେ କହୁଥିଲେ, ନେତାଙ୍କ ବିରୋଧରେ କହୁଥିଲେ, ଆଜି ସୁଜାତା ମ୍ୟାଡ଼ାମ୍ ଜଏନ୍ କଲା ପରେ କେତେଜଣ ଯଦି ଆପଣମାନେ କହୁଛନ୍ତି ସେମାନେ ଅସନ୍ତୁଷ୍ଟ ଅଛନ୍ତି, କେତେଜଣ ମିଡ଼ିଆ ସାମ୍ନାରେ ଆସି କହିଲେଣି ତାଙ୍କ ବିରୋଧରେ। ତେଣୁ ଯଦି ସେଇଟା ଯଦି ପବ୍ଲିକଲି କହିଥାନ୍ତେ, ମିଡ଼ିଆ ସାମ୍ନାରେ କହିଥାନ୍ତେ, ତାହେଲେ ଆମେ ଭାବିଥାନ୍ତେ ଯେ ନାଇଁ ତାଙ୍କ ସେ ମିଶିବା ଦଳରେ ସିନିୟର ଲୋକମାନଙ୍କର ସିନିୟର ଲିଡରମାନଙ୍କର ଅସନ୍ତୁଷ୍ଟ ଅଛି ବୋଲି। କାହିଁ ଆମେ ସେମିତି ଦେଖିବାକୁ ପାଉନ। ନାଇଁ ମ୍ୟାଡ଼ାମକୁ ଦେଖା କରିବାକୁ ମୁଁ ଯାଇନି ଫୋନ୍ କରିଥିଲି କଥା କି ହେଇଥିଲେ। ସେମିତି ବି ମଧ୍ୟ କିଛି ଡିସ୍କସନ୍ ହେଇନି।